ଭିଡ଼ିଓଟି ବନେଇବାରେ ଭାରି ପରିଶ୍ରମ ଲାଗୁଛି ସାଙ୍ଗମାନେ। ଦୟାକରି ଗୋଟିଏ ଗୋଟିଏ ସବସ୍କ୍ରାଇବ୍ କରିଦିଅନ୍ତୁ। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ, ଏତିକି ମୋର ପ୍ରାର୍ଥନା। 1962 ମସିହା ପୌଷ ମାସର ପ୍ରବଳ ଶୀତର ସମୟ। ଆଜିକାଲି ଭଳି ସେତେବେଳେ ଗାଁ ଗହଳିରେ ବିଜୁଳି ଆଲୁଅର ଚିହ୍ନବର୍ଣ୍ଣ ନଥିଲା। ସୂର୍ଯ୍ୟ ବୁଡ଼ିଲେ ଚାରିଆଡ଼େ ଘନ ଅନ୍ଧାର ମାଡ଼ି ଆସେ। ଆମ ଗାଁର ଗୋପାଳ ଭାଇ ଜଣେ ପରିବା ବିକାଳି ଥିଲେ। ଦିନସାରା ମୁଣ୍ଡରେ ପରିବା ପସରା ଧରି ସେ ଗାଁକୁ ଗାଁ ବୁଲନ୍ତି। ସେଦିନ ପରିବା ବିକ୍ରି କରୁ କରୁ କେତେବେଳେ ସଞ୍ଜ ଗଡ଼ି ରାତି ହୋଇଗଲା ତାଙ୍କୁ ଜଣା ପଡ଼ିଲାନି। ଘରକୁ ଫେରିବା ପାଇଁ ତାଙ୍କୁ ଗୋଟିଏ ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ସବୁଦିନ ଯିବାକୁ ପଡ଼େ। ଏ କଥାକୁ ସେ ଆଖି ଆଗରେ ରଖି ସେ ଘରକୁ ଫେରିବା ବାଟରେ ଅଗ୍ରସର ହେଲେ। ସେଦିନ ଶୀତୁଆ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତୁଆ ପବନ ତାଙ୍କ ଶରୀରକୁ କ୍ଳାନ୍ତ କରି ଦେଉଥାଏ। ଭାରି କ୍ଳାନ୍ତ ଲାଗିବାରୁ ସେ ଭାବିଲେ ଏ ଅନ୍ଧାର ରାତିରେ ଜଙ୍ଗଲ ରାସ୍ତାରେ ଯିବା ଅପେକ୍ଷା କେଉଁଠି ଟିକେ ଆଶ୍ରୟ ନେବାଟା ଭଲ ହେବ। ତାଙ୍କର ଭାଗ୍ୟ ଭଲ ଥିଲା। ଅଳ୍ପ ବାଟ ଚାଲି ଆସିବା ପରେ ହଠାତ୍ ଦୂରରୁ ତାଙ୍କୁ ଗୋଟିଏ କ୍ଷୀଣ ଆଲୁଅ ଦିଶିଲା। ଆଲୁଅ ଅଛି ମାନେ ମଣିଷ ତ ସେଠାରେ ନିଶ୍ଚୟ ଥିବ। ଏକଥା ଭାବି ସେଇ ଆଲୁଅକୁ ପିଛା କରି କରି ସେ ଗୋଟିଏ ଜରାଜୀର୍ଣ୍ଣ ଝୁମ୍ପୁଡ଼ି ଘର ପାଖରେ ଯାଇ ପହଞ୍ଚିଲେ। ସେ ଆଲୁଅଟା ସେଇ ଝୁମ୍ପୁଡ଼ି ଘରୁ ହିଁ ଆସୁଥାଏ। ଗୋପାଳ ଭାଇ ଝୁମ୍ପୁଡ଼ିର କାଠ ଦରଜାକୁ ଧୀରେ କିନା ଖଟ୍ ଖଟ୍ କଲେ। ସେ ଦରଜାଟି ଏକ କର୍କଶ ଶବ୍ଦ କରି ଖୋଲିଗଲା। ସାମ୍ନାରେ ଛିଡ଼ା ହୋଇଥିଲା ଏକ ବିଚିତ୍ର ବୁଢ଼ୀ ସ୍ତ୍ରୀ ଲୋକ। ଲଣ୍ଠନର ସେ କ୍ଷୀଣ ଆଲୁଅରେ ତା'ର ରୂପ ଦେଖି ଗୋପାଳ ଭାଇଙ୍କ ରକ୍ତ ଶୀତଳ ହୋଇଗଲା। ଗୋପାଳ ଭାଇ ଏକଥା ଭାବିଲେ କି ଏମିତି ଏକ ସ୍ଥାନକୁ ଏକୁଟିଆ ଆସି ସେ କୌଣସି ଭୁଲ କରି ଦେଇନାହାନ୍ତି ତ। ବୁଢ଼ୀର ମୁହଁଟି ଶୁଖିଲା କାଠ ଭଳି କୁଞ୍ଚକୁଞ୍ଚିଆ ଥିଲା। ଆଖି ଦୁଇଟି ଗାତ ଭିତରକୁ ପଶି ଯାଇଥିଲେ ବି ସେଥିରୁ ଏକ ଅଦ୍ଭୁତ ରକ୍ତବର୍ଣ୍ଣର ଆଲୁଅ ଦିଶୁଥିଲା। ତା'ର କେଶଗୁଡ଼ିକ ଧଳା ପାଉଁଶ ଭଳି ଦିଶୁଥାଏ ଏବଂ ହାତର ନଖଗୁଡ଼ିକ ଅସ୍ୱାଭାବିକ ଭାବରେ ଲମ୍ବା ଥିଲା। ସେ ହସିବା ବେଳେ ତା'ର କଳା ପଡ଼ିଯାଇଥିବା ଦାନ୍ତଗୁଡ଼ିକ ମଧ୍ୟ ବାହାରକୁ ବାହାରି ପଡ଼ୁଥାଏ, ଯାହା ଅତ୍ୟନ୍ତ ଭୟଙ୍କର ଦୃଶ୍ୟମାନ ହେଉଥାଏ। ତେବେ ଗୋପାଳ ଭାଇ ଆଗକୁ କିଛି କହିବେ ତା ପୂର୍ବରୁ ସେ ବୁଢ଼ୀ ସ୍ତ୍ରୀ ଲୋକଟା କହିଲା, ଆରେ ପୁଅ, ଏତେ ରାତିରେ ଏ ଜଙ୍ଗଲରେ କୁଆଡ଼େ ଆସିଛୁ? ବାହାର ଜଙ୍ଗଲଟା ଆଦୌ ଭଲ ନୁହେଁ, ତେଣୁ ଭିତରକୁ ଆସ। ବୁଢ଼ୀଟି ତାଙ୍କୁ ଭିତରକୁ ଡାକିଲା। ଗୋପାଳ ଭାଇ ସେତେବେଳକୁ ଭାରି ଭୋକରେ ଥାନ୍ତି। ସେ ବୁଢ଼ୀ ସ୍ତ୍ରୀ ଲୋକଟି ଗୋପାଳ ଭାଇଙ୍କ ପାଇଁ କିଛି ଖାଇବା ମଧ୍ୟ ଆଣିଦେଲା। ଗୋପାଳ ଭାଇଙ୍କୁ ଭୋକ ଲାଗୁଥିବାରୁ ସେ ବୁଢ଼ୀ ଦେଇଥିବା ଭାତ, ଡାଲି ଆଉ ମାଂସ ତରକାରୀ ସବୁ ଖାଇଦେଲେ। ଖାଇବା ବେଳେ ସେ ବୁଢ଼ୀଟି ନିଜ ପରିବାର ଓ ଦୁଃଖର କାହାଣୀ ଶୁଣାଉଥିଲା କି ତା'ର ପରିବାର, ତା'ର ପୁଅ ଝିଅ ସମସ୍ତେ ସେପାରିକୁ ଚାଲିଗଲେ। ନାତି ଆଉ ନାତୁଣୀ ବି ତା'ର ଭୋକ ମେଣ୍ଟେଇ ପାରିଲେନି। ତେବେ ସେ ବୁଢ଼ୀର ସେ ପାଗଳାମୀ କଥାବାର୍ତ୍ତା ତାଙ୍କୁ ଭାରି ଆଶ୍ଚର୍ଯ୍ୟଚକିତ କରୁଥାଏ। ତା'ର କଥା କହିବା ଶୈଳୀରେ ଏକ ଅଶରୀର ଶୀତଳତା ଥାଏ। ତେବେ ଖାଇସାରିବା ପରେ ଗୋପାଳ ଭାଇ ଏକ କୋଣରେ ଶୋଇପଡ଼ିଲେ। ତାଙ୍କର କ୍ଳାନ୍ତ ଆଉ ଶୀତ ରାତିର ସେ ଥଣ୍ଡା ବାତାବରଣରେ ତାଙ୍କର ଆଖିକୁ ଶୀଘ୍ର ନିଦ ମାଡ଼ିଗଲା। କିନ୍ତୁ ମଧ୍ୟରାତ୍ରିରେ ହଠାତ୍ ତାଙ୍କ ନିଦ ଭାଙ୍ଗିଗଲା। ସେ କର ଲେଉଟାଇବା ପାଇଁ ଯେମିତି ମୁଡ଼ିଛନ୍ତି, ନିଦ ବାଉଳାରେ ସେ ଆଖି ଖୋଲି ଯାହା ଦେଖିଲେ ତାଙ୍କ ପିଳେଇ ପାଣି ଶୁଖିଗଲା। ସେଇ ବୁଢ଼ୀ ସ୍ତ୍ରୀ ଲୋକ ତା'ର ଭୟଙ୍କର ରୂପ ଧାରଣ କରି ହାତରେ ଏକ ଶାଣିତ ଟାଙ୍ଗିଆ ଧରି ତାଙ୍କ ମୁଣ୍ଡ ଉପରେ ଛିଡ଼ା ହୋଇଥିଲା। ତା'ର ଓଠରେ ଥିଲା ଏକ ରାକ୍ଷସୀ ହସ। ତେବେ ସେ ବୁଢ଼ୀ ସ୍ତ୍ରୀ ଲୋକଟା ଯେମିତି ଟାଙ୍ଗିଆଟିକୁ
ଗୋପାଳ ଭାଇଙ୍କ ଉପରକୁ ଉଞ୍ଚାଇଛି। ଗୋପାଳ ଭାଇ ପ୍ରାଣ ବିକଳରେ ସେଠାରୁ ଡେଇଁ ପଡ଼ି ବାହାରକୁ ଧାଇଁଲେ। ବୁଢ଼ୀଟି ଏକ ଭୟଙ୍କର ହି ହି ହସ ହସି ହସି ତାଙ୍କ ପଛରେ ଗୋଡ଼ାଇଲା। ସେଇ ଅନ୍ଧକାର ଜଙ୍ଗଲ ଭିତରେ ଆରମ୍ଭ ହୋଇଗଲା ମୃତ୍ୟୁ ସହ ଲୁଚକାଳି। ଗୋପାଳ ଭାଇ କଣ୍ଟା ବୁଦା ଭିତରେ ପଶି ଯାଉଥାନ୍ତି, ତ ସେ ବୁଢ଼ୀଟି ଗଛରୁ ଗଛକୁ ଡେଇଁଲା ଭଳି ତାଙ୍କ ଆଗକୁ ଚାଲି ଆସୁଥାଏ। ସେ ବୁଢ଼ୀ ସ୍ତ୍ରୀ ଲୋକଟା କିଛି ଅଦ୍ଭୁତ ମନ୍ତ୍ର ମଧ୍ୟ ଗୁଣୁ ଗୁଣୁ କରୁଥାଏ, ଯାହାକୁ ଶୁଣିଲେ ଗୋପାଳଙ୍କ କାନ ତାଳ ମାରି ଯାଉଥାଏ। କେତେବେଳେ ବୁଢ଼ୀଟି ଗୋପାଳଙ୍କ ପଛରେ ତ କେତେବେଳେ ତାଙ୍କ ପାଖ ଗଛ ଡାଳରେ ବସି ଅଟ୍ଟହାସ୍ୟ କରୁଥାଏ। ଗୋପାଳ ଭାଇଙ୍କ ଦେହ ସାରା କଣ୍ଟାରେ ଛେଚି ହୋଇ ରକ୍ତାକ୍ତ ହୋଇଯାଇଥିଲା। ତଥାପି ସେ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେଠି ଲୁଚୁଥିଲେ। ତେବେ ସେ ରାତି ପାଇଯାଇ ସୂର୍ଯ୍ୟଙ୍କ କିରଣ ଯେମିତି ଧରାପୃଷ୍ଠକୁ ଛୁଇଁଲା, ସେ ଭୟଙ୍କର ହସ ମଧ୍ୟ ବନ୍ଦ ହୋଇଗଲା। ବୁଢ଼ୀଟି କୁଆଡ଼େ ଅଦୃଶ୍ୟ ହୋଇଗଲା ଜଣାପଡ଼ିଲା ନାହିଁ। ଗୋପାଳ ଭାଇ ପ୍ରାଣ ବିକଳରେ ଗାଁକୁ ଧାଇଁଲେ ଏବଂ ଗାଁ ଲୋକଙ୍କୁ ସବୁ କଥା କହିଲେ। ତେବେ ଗାଁ ଲୋକେ ସାହସ ସଂଗ୍ରହ କରି ଲାଠି ଆଉ ଟାଙ୍ଗିଆ ଧରି ସେଇ ଜଙ୍ଗଲ ଭିତରକୁ ପ୍ରବେଶ କଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନେ ଯାହା ଦେଖିଲେ ସମସ୍ତେ ସ୍ତବ୍ଧ ହୋଇଗଲେ। ତେବେ ସେଠାରେ ନା କୌଣସି ଝୁମ୍ପୁଡ଼ି ଥିଲା, ନା କୌଣସି ବୁଢ଼ୀ ସ୍ତ୍ରୀ ଲୋକ। କେବଳ ଏକ ବିରାଟକାୟ ପୁରୁଣା ବରଗଛ ସେଠାରେ ଦେଖିବାକୁ ମିଳିଲା। ସେଇ ବରଗଛ ମୂଳରେ ପଡ଼ିଥିଲା ଗୋପାଳ ଭାଇଙ୍କ ପରିବା ମଣି ଏବଂ କିଛି ମଣିଷ ହାଡ଼ର ଖଣ୍ଡ। ଗାଁର ବୟସ୍କ ଲୋକେ କହିଲେ ସେଇଟା କୌଣସି ମଣିଷ ନୁହେଁ, ସେଇଟା ଥିଲା ଏକ ମାୟାବିନୀ ଡାହାଣୀ। ସେ ଅନ୍ଧାର ରାତିରେ ପଥିକମାନଙ୍କୁ ଭୁଲାଇ ନିଜ ମାୟାର ଜାଲରେ ଫସାଏ ଏବଂ ଶେଷରେ ତାଙ୍କୁ ନିଜର ଶିକାର ବନାଏ। ଗୋପାଳ ଭାଇ ସେଦିନ ଭାଗ୍ୟବଶତଃ ବଞ୍ଚି ଯାଇଥିଲେ, କିନ୍ତୁ ସେଇ ଘଟଣାକୁ ମନେ ପକାଇଲେ ବି ଆଜି ବି ତାଙ୍କ ଦେହ ଶୀତେଇ ଉଠେ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏ ଭୟଙ୍କର କାହାଣୀଟି କେମିତି ଲାଗିଲା କମେଣ୍ଟ ସେକ୍ସନ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏତିକି କହି ରହୁଛି, ଧନ୍ୟବାଦ।